ଆଜିର ଭିଡ଼ିଓ ଭାରତୀୟ ସଂସ୍କୃତି ସୁରକ୍ଷାରେ ଯୁବଶକ୍ତିର ଭୂମିକା। ମୁଁ କେତେଗୁଡ଼ିଏ ପଏଣ୍ଟ କରିଛି। ପ୍ରଥମ ପଏଣ୍ଟ ହେଉଛି ଉପକ୍ରମ। ମଣିଷ ସମାଜ ଜୀବନ ଅତିବାହିତ କରିବା ପରେ ତାର ଆଚାର ବ୍ୟବହାର ଜୀବନଧାରା ପଦ୍ଧତିରେ କେତେକ ପରିବର୍ତ୍ତନ ସାଧିତ ହେଲା। ଏଥିରୁ ସେ ନିଜର ଅନ୍ତର୍ନିହିତ ଭାବଧାରା ସମ୍ପର୍କରେ ଜ୍ଞାନ ଲାଭ କଲା। ନିଜର ଚଳନୀରେ କେତେକ ସଂସ୍କାର ଆଣିବାକୁ ଉଦ୍ୟତ ହେଲା। ସଂସ୍କାର ମନୋବୃତ୍ତିରୁ ସଂସ୍କୃତିର ହେଲା ସୃଷ୍ଟି। ଜୀବନ ପ୍ରତି ଦୃଷ୍ଟିଭଙ୍ଗୀରେ ଲକ୍ଷଣୀୟ ପରିବର୍ତ୍ତନ ଆସିଲା। ମଣିଷ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ସାମାଜିକ ଆଚାର ହେଲା ପରିମାର୍ଜିତ। ଏକ ପ୍ରକାର ଜୀବନଧାରା ଯୋଗୁଁ ମଣିଷ ମଣିଷ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠିତ ହେଲା। ସାମାଜିକ ରୀତିନୀତି, ଆଚାର ବ୍ୟବହାର, ଚାଲିଚଳନ, ଧର୍ମ, କଳା ଆଦି ସାମଗ୍ରିକ ଭାବରେ ସଂସ୍କୃତି ନାମ ନେଇ ଆତ୍ମପ୍ରକାଶ କଲା। ସେକେଣ୍ଡ ପଏଣ୍ଟ ହେଉଛି ସଂସ୍କୃତିର ସ୍ୱରୂପ। ସଂସ୍କୃତି ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି କଲଚର। ଏହାର ଅର୍ଥ କୃଷ୍ଟି ବା ସଂସ୍କାର। ମଣିଷର ଦୈନନ୍ଦିନ ଜୀବନ ସହିତ ସଂସ୍କୃତି ଗଭୀର ଭାବରେ ଜଡ଼ିତ। ସଂସ୍କୃତି ମଧ୍ୟରୁ ଭାରତୀୟ ସଂସ୍କୃତି ସର୍ବୋତ୍ତମ। ଆଦର୍ଶ ଓ ତ୍ୟାଗ ଉପରେ ଏହି ସଂସ୍କୃତି ଅଧିଷ୍ଠିତ। ଉଦାର ଧର୍ମନୀତି ଏହାର ପ୍ରାଣ। ସମନ୍ୱୟ ଓ ବିଶ୍ୱଜନୀନତାରେ ଏହାର ସଫଳତା। ଭାରତୀୟ ସଂସ୍କୃତିକୁ ବିଶ୍ୱର ସବୁ ସଂସ୍କୃତିର ଜନନୀ ବୋଲି କୁହାଯାଏ। ସାଂସ୍କୃତିକ ମୂଲ୍ୟଠାରୁ ଆଜିର ଯୁବଗୋଷ୍ଠୀ ଦୂରରେ କାହିଁକି? ଆଜିର ଯୁବଗୋଷ୍ଠୀ ସାଂସ୍କୃତିକ ମୂଲ୍ୟଠାରୁ ବହୁ ଦୂରରେ। ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱକୁ ଆକର୍ଷିତ କରୁଥିବା ବେଳେ ଆମେ ଭାରତୀୟ ଦୂରେଇ ଯାଉଛେ। ଦିନକୁ ଦିନ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛେ। କିନ୍ତୁ ଆମ ସଂସ୍କୃତି ପୁସ୍ତକ ଓ କାହାଣୀରେ ଲୁଚି ଯାଉଛି। ଆମର ମୁଖ୍ୟ କାମ ହେଲା ସଂସ୍କୃତିକୁ ରକ୍ଷା କରିବା। ଯେଉଁ ସଂସ୍କୃତିକୁ ନେଇ ଆମେ ଗର୍ବ କରୁଥିଲେ, ତାହା ଆଜି ଯୁବଗୋଷ୍ଠୀର ପାଶ୍ଚାତ୍ୟ ମୋହ ଯୋଗୁଁ ଲୁପ୍ତ ହେବାକୁ ବସିଛି। ଫୋର୍ଥ ପଏଣ୍ଟ ହେଉଛି ସଂସ୍କୃତିଠାରୁ ଦୂରରେ ରହିବାର କାରଣ। ଇଂରାଜୀ ମାଧ୍ୟମ ଶିକ୍ଷା, ଘରଠାରୁ ଦୂରରେ ରହି ଅଧ୍ୟୟନ କରିବା, ବଡ଼ ସହର ଓ ବିଦେଶରେ ଯାଇ ଅଧିକ ପାରିଶ୍ରମିକ ପ୍ରଲୋଭନରେ ଜୀବିକା ଗ୍ରହଣ କରିବା। ଆଜିର ଯୁବକ ଆଣ୍ଠୁ ପର୍ଯ୍ୟନ୍ତ ଖୋଲା ପୋଷାକ, ହାତରେ ଜଳୁଥିବା ସିଗାରେଟ, ଓଲଟା ଟୋପି ପରିଧାନ, ଗୋଟିଏ କାନରେ ନୋଳି, ରଙ୍ଗୀନ ଚଷମା ଆଉ ଯୁବତୀମାନେ ଉଚ୍ଚା ଉଚ୍ଚା ଜୋତା, ଶରୀରକୁ ଅଳ୍ପ ଢାଙ୍କୁଥିବା ଓ ବେଶୀ ଶରୀର ଦିଶୁଥିବା ଉତ୍ତେଜକ ବସ୍ତ୍ର ପରିଧାନ କରି ଆଭିଜାତ୍ୟ ଘରର ପିଲା ବୋଲି ପ୍ରଦର୍ଶନ କରୁଛନ୍ତି। ଫିଫ୍ଥ ପଏଣ୍ଟ ହେଲା ଯୁବଗୋଷ୍ଠୀର ଭୂମିକା। ପ୍ରାଚୀନ ମହାପୁରୁଷ, ରାଷ୍ଟ୍ରଭକ୍ତ, ପୌରାଣିକ ଆଦର୍ଶ, କାହାଣୀ ବର୍ଣ୍ଣିତ ପୁସ୍ତକ ପିଲାମାନେ ଅଧ୍ୟୟନ କରିବା ଉଚିତ। ଭାରତୀୟ ସଂସ୍କୃତି ଏପରି ଏକ ସଂସ୍କୃତି, ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଗୌରବାନ୍ୱିତ ହୁଏ ଏବଂ ଯୁବଗୋଷ୍ଠୀ ଏକମାତ୍ର ପିଢ଼ି ଯେଉଁମାନେ କି ସଂସ୍କୃତିକୁ ବିଲୁପ୍ତ ହେବାରୁ ବଞ୍ଚାଇ ପାରିବେ। ଯୁବଗୋଷ୍ଠୀ ସଂସ୍କୃତିର ବାହକ ଅଟନ୍ତି କାରଣ ଯୁବାବସ୍ଥା ବିକାଶର ମହତ୍ତ୍ୱପୂର୍ଣ୍ଣ ବୟସ ଅଟେ। ତେଣୁ ଆଗାମୀ ପିଢ଼ିକୁ ଆଗେଇ ନେବାରେ ସମର୍ଥ ହେବେ। ଏହା ସହିତ ଯୁବଗୋଷ୍ଠୀ ଭାରତୀୟ ସଂସ୍କୃତିକୁ ମହତ୍ତ୍ୱ ଦେଇ ଓ ଅନୁସରଣ କରି ଏହାକୁ ସମୃଦ୍ଧ କରିପାରିବେ। ଆମର ହେଉଛି ଲାଷ୍ଟ ପଏଣ୍ଟ ଉପସଂହାର। ଆଜି ପିଲା ଜନ୍ମରୁ ହିଂସା ଓ ଆପଣାକୁ ପର ଭାବିବା ସଂସ୍କାର ଗ୍ରହଣ କରୁଛି। ଗୁରୁଜନଙ୍କୁ ସମ୍ମାନ, ଅତିଥି ତଥା ବିଦ୍ୱାନମାନଙ୍କର ସତ୍କାର, ସଚ୍ଚରିତ୍ର, ସଦାଚାର, ମାନବୀୟତା ପରି ଶାଶ୍ୱତ ତଥା ଉଦାର ଜୀବନ ମୂଲ୍ୟକୁ ଉପେକ୍ଷା କରିଚାଲିଛି। ଯଦି ପିଲା ଭାରତୀୟ ସଂସ୍କୃତିକୁ ଆପଣାଇ ନ ପାରିଲା, ତାହେଲେ ଦୋଷ କାହାର? କ'ଣ ଏହି ସମସ୍ୟାର ସମାଧାନ ନାହିଁ? ଆମେ କ'ଣ ପତନର ଗର୍ତ୍ତରେ ପଡ଼ିବା ପାଇଁ ଅଭିଶାପ ପାଇଛେ? ନାହିଁ,
ପରିବର୍ତ୍ତନ ସମ୍ଭବ ଥିଲା, ଅଛି ଓ ରହିବ। ଆମେ ଗୁରୁଜନ ପିଲାମାନଙ୍କ ସାମ୍ନାରେ ଏପରି ଏକ ଆଦର୍ଶ ପ୍ରସ୍ତୁତ କରିବା ଯାହାକୁ ସେ ଆପଣାଇ ପାରିବ। ଅନ୍ୟକୁ ସୁଧାରିବା ପାଇଁ ଉପଦେଶ ଦେବା ଅପେକ୍ଷା ପ୍ରଥମେ ନିଜକୁ ସୁଧାରିବା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ୍ସ ଫର୍ ୱାଚିଂ।